ସାଙ୍ଗମାନେ ଶ୍ରୀମଦ୍ ଭଗବତ ଗୀତାରେ ଆପଣଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଅଛି। ଆପଣଙ୍କର ସମସ୍ୟା କିମ୍ବା ଇଚ୍ଛା ଯାହା ବି ହେଉନା କାହିଁକି, ଶ୍ରୀମଦ୍ ଭଗବତ ଗୀତା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଏ ଏବଂ ପ୍ରତ୍ୟେକ ସମସ୍ୟାର ସମାଧାନ ପ୍ରଦାନ କରେ। ଏହା ଆପଣଙ୍କ ମନ, ଟଙ୍କା, ଶରୀର କିମ୍ବା ସମ୍ପର୍କର ସମସ୍ୟା ହେଉ, ଆପଣ ନିଶ୍ଚିତ ଭାବରେ ଶ୍ରୀମଦ୍ ଭଗବତ ଗୀତାରେ ପ୍ରତ୍ୟେକ ସମସ୍ୟାର ଉତ୍ତର ପାଇବେ। ଆଜି ମୁଁ ସେହି ଶ୍ରୀମଦ୍ ଭଗବତ ଗୀତାରୁ 11ଟି ଅମୂଲ୍ୟ ଶିକ୍ଷା ବିଷୟରେ କହିବି, ଯାହା ଆପଣଙ୍କ ସମଗ୍ର ଜୀବନକୁ ପରିବର୍ତ୍ତନ କରିଦେବ। ଭିଡ଼ିଓର ଶେଷ ପର୍ଯ୍ୟନ୍ତ ଏହି କଥାଗୁଡ଼ିକୁ ଧ୍ୟାନ ଦେଇ ଶୁଣନ୍ତୁ। ଯେଉଁମାନେ ଏହି ଭିଡ଼ିଓ ଦେଖିବେ ସେମାନେ ନିଶ୍ଚିତ ଭାବରେ ନିଜ ଜୀବନର ପ୍ରତ୍ୟେକ ସମସ୍ୟାର ସମାଧାନ ପାଇବେ। ସେମାନେ ଜୀବନରେ ଯାହା ଚାହିଁବେ ତାହା ନିଶ୍ଚିତ ଭାବରେ ପାଇବେ। ସୋ ଲେଟ୍ସ ଷ୍ଟାର୍ଟ ଦ ଭିଡ଼ିଓ। ଶ୍ରୀମଦ୍ ଭଗବତ ଗୀତାର ପ୍ରଥମ ଶିକ୍ଷା ହେଉଛି ଯେ ଯଦି କେହି ଆପଣଙ୍କର ନିଜର କିମ୍ବା ଆପଣଙ୍କ ଠାରୁ ବଡ଼ ହେଇଥାଏ, ତେବେ ବି ଆପଣଙ୍କ ପ୍ରତି ସେମାନଙ୍କର ଖରାପ ବ୍ୟବହାରକୁ ଆପଣ କେବେ ବି ସହ୍ୟ କରିବା ଉଚିତ ନୁହେଁ। ଗୀତାର ଏହି ଶିକ୍ଷା ଆମ ଜୀବନ ସହିତ ମଧ୍ୟ ଜଡ଼ିତ। ଆମେ ମଧ୍ୟ ଜୀବନ ସାରା ଆମର ଅଧିକାଂଶ ମାନସିକ କଷ୍ଟ ସହ୍ୟ କରୁ, ଏହା ଭାବିକି ଯେ ଏମାନେ ମୋର ନିଜର, ଏମାନେ ମୋର ଗୁରୁଜନ, ଆମେ ତାଙ୍କୁ କିପରି କିଛି କହିପାରିବୁ। ଯଦି ଆମେ ଏହାକୁ ସହ୍ୟ ନ କରି କିଛି କହିଦେବୁ, ତେବେ ଆମର ସମ୍ପର୍କ ନଷ୍ଟ ହେଇଯିବ, ଆମର ସମ୍ପର୍କ ଖରାପ ହେଇଯିବ, ଆଉ ଆମର ଏହି ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଯିବ। କିନ୍ତୁ ଚିନ୍ତା କରିବାର କଥା ହେଉଛି ଯେ ତୁମେ ସେହି ବ୍ୟକ୍ତିକୁ କିପରି ନିଜର ବୋଲି ଭାବିପାରିବ ଯିଏ ତୁମର ଅସୁବିଧାର କାରଣ। ଯିଏ ନିଜର ହେଇଥାଏ ସେ ଆମର ଅସୁବିଧା ଦୂର କରେ। ତେଣୁ ଏହା ଗୀତାର ଶିକ୍ଷା ଯେ କାହାକୁ ତୁମର ଫାଇଦା ନେବାକୁ ଦିଅନି, କାହାକୁ ତୁମ ଉପରେ ଅତ୍ୟାଚାର କରିବାକୁ ଦିଅନି, କାରଣ ତୁମେ ଯେତେ ଧାର୍ମିକ ହେବ ଲୋକମାନେ ତୁମକୁ ସେତେ ଅଧିକ କଷ୍ଟ ସହିବା ପାଇଁ ବାଧ୍ୟ କରିବେ। ଗୀତାର ପ୍ରଥମ ଅଧ୍ୟାୟ, ଯାହାର ନାମ ଅର୍ଜୁନ ବିଷାଦ ଯୋଗ, ଏବଂ ଦ୍ୱିତୀୟ ଅଧ୍ୟାୟ ଯାହାର ନାମ ସାଂଖ୍ୟ ଯୋଗ। ଆରମ୍ଭରେ ଅର୍ଜୁନ ଶ୍ରୀକୃଷ୍ଣଙ୍କ ସମ୍ମୁଖରେ ନିଜର ଦୁଃଖ ପ୍ରକାଶ କରିଛନ୍ତି ଯେ ହେ କେଶବ, ମୁଁ କୌରବମାନଙ୍କ ସହିତ କିପରି ଯୁଦ୍ଧ କରିବି? ସେମାନେ ସମସ୍ତେ ମୋର ନିଜର। ମୁଁ କିପରି ପିତାମହ ଭୀଷ୍ମଙ୍କ ସହିତ ଏବଂ ଦ୍ରୋଣାଚାର୍ଯ୍ୟଙ୍କ ସହିତ ଯୁଦ୍ଧ କରିବି? କାରଣ ସେମାନେ ଉଭୟ ମୋର ପୂଜ୍ୟ। ତେଣୁ ଏମାନଙ୍କୁ ହତ୍ୟା କରିବା ପରିବର୍ତ୍ତେ ମୁଁ ଭିକ୍ଷାର ଅନ୍ନ ଖାଇ ମୋର ଜୀବନଯାପନ କରିବା ଭଲ। ଯେଉଁ କୌରବମାନଙ୍କ ସହିତ ମୁଁ ଯୁଦ୍ଧ କରିବାକୁ ଯାଉଛି ସେମାନେ ସମସ୍ତେ ହେଉଛନ୍ତି ମୋର ଭାଇ, ଧୃତରାଷ୍ଟ୍ରଙ୍କ ପୁତ୍ର, ମୋ ରକ୍ତର, ମୋ ନିଜର। ଏ ସମସ୍ତଙ୍କୁ ହତ୍ୟା କରିବା ଅପେକ୍ଷା ମୁଁ ସନ୍ନ୍ୟାସୀ ହେଇଯିବା ଶତଗୁଣ ଭଲ। ତାପରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ କି ଏଠାରେ କିଏ ନିଜର ଆଉ କିଏ ପର? ଯେଉଁମାନେ ଅଧର୍ମ କରନ୍ତି ସେମାନଙ୍କ ସହିତ ଯୁଦ୍ଧ କରିବା ଦ୍ୱାରା ତୋତେ ମୋକ୍ଷ ଏବଂ ମୁକ୍ତି ମିଳିବ। ତୋତେ ତ ମନରେ ଏହି ମାନସିକ ଆସକ୍ତିକୁ ତ୍ୟାଗ କରିବା ପାଇଁ ପଡ଼ିବ, ନଚେତ୍ ଏ ସମଗ୍ର ବିଶ୍ୱ ତୋତେ ନିନ୍ଦା କରିବ ଆଉ ତୋତେ କା ପୁରୁଷ ବୋଲି କହିବ। ଏଠାରେ କଥା ନିଜର କିମ୍ବା ପରର ନୁହେଁ, ଏଠି କଥା ହେଉଛି ଧର୍ମ ଆଉ ଅଧର୍ମ ବିଷୟରେ। ଏଠି କଥା ହେଉଛି ଠିକ୍ ଆଉ ଭୁଲ ବିଷୟରେ। ଯଦି ତୁ ଭୁଲକୁ ସହ୍ୟ କରୁ ଆଉ ଏହାକୁ ସମାପ୍ତ ନ କରୁ, ତେବେ ଭୁଲ କରୁଥିବା ବାଲା ଅଧିକ ବଳ ପାଇବ ଏବଂ ଆହୁରି ଅଧିକ ଭୁଲ କରିବ। ତେଣୁ ଏହି ମାନସିକ ଆସକ୍ତିକୁ ତ୍ୟାଗ କରିକି ତୁ ଯୁଦ୍ଧ କର। ମହାଭାରତରେ ଆଉ ଗୋଟିଏ କାହାଣୀ ଅଛି। ଯେତେବେଳେ ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ଯୁଦ୍ଧରେ ମୃତ୍ୟୁବରଣ କରନ୍ତି, ଅର୍ଜୁନ ଗଭୀର ଦୁଃଖିତ ହୁଅନ୍ତି ଏବଂ କାନ୍ଦିବାକୁ ଆରମ୍ଭ କରନ୍ତି। ସେ ଶ୍ରୀକୃଷ୍ଣଙ୍କୁ କୁହନ୍ତି, ମୋର ପୁତ୍ର ଅଭିମନ୍ୟୁ ମରିଗଲା, ମୁଁ ଆଉ ଏ ଦୁଃଖ ସହ୍ୟ କରିପାରିବିନି, ମୁଁ ମୋ ଜୀବନ ସମାପ୍ତ କରିଦେବି। ତାପରେ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କୁ ଆତ୍ମାର ରାଜ୍ୟକୁ ନେଇଗଲେ, ଯେଉଁଠାରେ ଅଭିମନ୍ୟୁ ଖୁସିରେ ବସିଥିଲେ, କାରଣ ସେ ଜଣେ କ୍ଷତ୍ରିୟ ପରି ଆଚରଣ କରୁଥିଲେ। ତେଣୁ ସେ ଏକ ଉଚ୍ଚ ପଦବୀ ପ୍ରାପ୍ତ କଲେ। ଯେତେବେଳେ ଅର୍ଜୁନ ଅଭିମନ୍ୟୁଙ୍କ ପାଖରେ କାନ୍ଦି କାନ୍ଦି ପହଞ୍ଚିଲେ, ସେ ତାଙ୍କ ପୁଅକୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ।
ସେ ତାକୁ ଆଲିଙ୍ଗନ କରି କହିଲେ, ହେ ପୁତ୍ର, ମୁଁ ତୁମ ବିନା ବଞ୍ଚି ପାରିବିନି, ମୁଁ ଜୀବନର ସମସ୍ତ ଆଶା ଛାଡ଼ି ଦେଇଛି। ତାପରେ ଅଭିମନ୍ୟୁ କହିଲେ, ତୁମେ କିଏ? ଅର୍ଜୁନ କହିଲେ, ବାବାରେ, ମୁଁ ତୁମର ପିତା, ତୁମେ ମୋର ପୁଅ ଅଭିମନ୍ୟୁ। ତାପରେ ଅଭିମନ୍ୟୁ କହିବାକୁ ଲାଗିଲେ, ଯେ ପିତା କିଏ, ପୁତ୍ର କିଏ? ମୋର 1000 ଜନ୍ମ ହେଇଛି, କିଛି ଜନ୍ମରେ ତୁମେ ମୋର ପିତା ହେଇଛ, ଆଉ କିଛି ଜନ୍ମରେ ମୁଁ ତୁମର ପିତା ହେଇଛି। ଆତ୍ମାର ନା ମା ଅଛି ନା ବାପା। ଯେତେବେଳେ ଅର୍ଜୁନ ଦେଖିଲେ ଯେ ମୋ ପୁଅ ମୋତେ ଚିହ୍ନି ପାରୁନି, ସେତେବେଳେ ତାଙ୍କର ସମସ୍ତ ଆସକ୍ତି ଶେଷ ହେଇଗଲା। ତେଣୁ ଗୀତାର ଏହି ଶିକ୍ଷାକୁ ଠିକ୍ ଭାବରେ ବୁଝନ୍ତୁ ଯେ ଏଠାରେ କେହି ଆମର ନିଜର କିମ୍ବା ପର ନୁହନ୍ତି। କେବଳ ଯିଏ ଖରାପ ସମୟରେ, ଆମର ଅସୁବିଧା ସମୟରେ ଆମକୁ ସମର୍ଥନ କରେ, ଆମକୁ ସାହାଯ୍ୟ କରେ, ସେ ଆମର ନିଜର, ବାକି ସମସ୍ତେ ପର। ଗୀତାର ଦ୍ୱିତୀୟ ଶିକ୍ଷା ହେଉଛି, ଯାହା ଚାଲି ଯାଇଛି ତା ପାଇଁ କେବେ ବି ଦୁଃଖ କରନି, ଆଉ ଯାହା ଆସିବାକୁ ଯାଉଛି ତା ପାଇଁ ଆଦୌ ଚିନ୍ତା କରନି। ଯେତେବେଳେ ମହାଭାରତର ଯୁଦ୍ଧ ଚାଲିଥିଲା, ସେତେବେଳେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଥିଲେ ଯେ ଯଦି ଯୁଦ୍ଧ ହୁଏ ତେବେ କୋଟି କୋଟି ଲୋକ ନିହତ ହେବେ। ଏହି ଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକ ଆଉ ଯୋଦ୍ଧାଙ୍କ ସ୍ତ୍ରୀମାନଙ୍କର କ'ଣ ହେବ? ସମାଜର ଉନ୍ନତି କିପରି ହେବ? ଆଉ ଅନ୍ୟାନ୍ୟ ଅନେକ କଥା ଅର୍ଜୁନ ବିସ୍ତାରିତ ଭାବରେ କହିଥିଲେ। ତାପରେ ପ୍ରଭୁ ଶ୍ରୀକୃଷ୍ଣ କହିଥିଲେ, ଅଶ୍ଵ ନଭସୋଚ ସୋମପ୍ରଜ୍ଞା ବାଦଶ ଭାଷା ସେ ଗତ ସୁଅତା ସା ନାନୁ ଶୋଚ ପଣ୍ଡିତ। ଶ୍ରୀକୃଷ୍ଣ କହିଛନ୍ତି, ହେ ଅର୍ଜୁନ, ତୁ ବଡ଼ ବଡ଼ ଜ୍ଞାନୀ ପରି କଥା କହୁଛୁ, କିନ୍ତୁ ଯିଏ ପ୍ରକୃତରେ ଜ୍ଞାନୀ, ସେ ମୃତ୍ୟୁବରଣ କରିଥିବା କିମ୍ବା ଦିନେ ମରିଯିବାକୁ ଥିବା ଲୋକଙ୍କ ବିଷୟରେ ଚିନ୍ତିତ ହୁଏନି, ସେମାନଙ୍କ ପାଇଁ ଦୁଃଖ କରେନି। ତୋ ହାତରେ କିଛି ନାହିଁ, ତୁ ଚାହିଁଲେ ମଧ୍ୟ କିଛି ନିୟନ୍ତ୍ରଣ କରିପାରିବୁନି। ଜୀବନ ଆଉ ମୃତ୍ୟୁ ଏସବୁ ହେଉଛି ନିୟତିର ଖେଳ। ତେଣୁ ଯିଏ ଜ୍ଞାନୀ ହେଇଥାଏ ସିଏ କାହାର ମୃତ୍ୟୁରେ କାନ୍ଦେନି। ଜ୍ଞାନୀ ଲୋକମାନେ ଅତୀତ ପାଇଁ ଶୋକ କରନ୍ତିନି କିମ୍ବା ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତିନି। ସେଥିପାଇଁ ଯାହା ଘଟିବାକୁ ଯାଉଛି ତାହା ଘଟିବ ହିଁ ଘଟିବ, ଆଉ ଯାହା ଘଟିବାର ନାହିଁ ତାହା କେବେ ବି ଘଟିବନି। ଯିଏ ଏହି ନିର୍ଣ୍ଣୟକୁ ବୁଝିଯାଏ, ଯାହାର ବୁଦ୍ଧି ଏହି ନିର୍ଣ୍ଣୟକୁ ପାଇଯାଏ, ସେ କେବେ ବି କୌଣସି ଚିନ୍ତା କିମ୍ବା କୌଣସି ଦୁଃଖ ଦ୍ୱାରା ବିଚଳିତ ହୁଏନି। ଏହା ହିଁ ଆମର ସମସ୍ତ ଦୁଃଖର କାରଣ। ଆମେ ବିତି ଯାଇଥିବା ସମୟ ବିଷୟରେ ଚିନ୍ତିତ ହେଇଥାଉ, ଆଉ ଭବିଷ୍ୟତ ବିଷୟରେ ଚିନ୍ତା କରି କରି ବିଚଳିତ ରହିଥାଉ। ଭବିଷ୍ୟତ ବିଷୟରେ ଚିନ୍ତା କରି ଆମେ ନିଜକୁ ଅସୁସ୍ଥ କରିଥାଉ ଆଉ ନିଜକୁ ନଷ୍ଟ କରିଥାଉ। ଗୀତାର ଜ୍ଞାନ ଆମକୁ ଶିକ୍ଷା ଦିଏ ଯେ ଆମେ ଅତୀତକୁ ପରିବର୍ତ୍ତନ କରିପାରିବାନି କିମ୍ବା ଭବିଷ୍ୟତକୁ ନିୟନ୍ତ୍ରଣ ମଧ୍ୟ କରିପାରିବାନି। ଆମ ହାତରେ କେବଳ ବର୍ତ୍ତମାନ ଅଛି, କେବଳ ଆଜିର ମୁହୂର୍ତ୍ତ ଅଛି। କିନ୍ତୁ ଚାପ, ଚିନ୍ତା, ଅତୀତ ଏବଂ ସର୍ବଦା ଭବିଷ୍ୟତ ବିଷୟରେ ଚିନ୍ତା କରିବା ଦ୍ୱାରା ଆମେ ବର୍ତ୍ତମାନରେ ବଞ୍ଚି ରହୁ ସତ, କିନ୍ତୁ କେବେ ବି ବର୍ତ୍ତମାନରେ ବଞ୍ଚି ନଥାଉ। ଯେତେବେଳେ ତୁମେ ବର୍ତ୍ତମାନକୁ ସମ୍ପୂର୍ଣ୍ଣ ଉପଭୋଗ କରିବା ଶିଖିଯିବ, ସେତେବେଳେ ହିଁ ତୁମର ଜୀବନରେ ଚାପ ଏବଂ ଚିନ୍ତା ହ୍ରାସ ପାଇବେ। ବର୍ତ୍ତମାନରେ ବଞ୍ଚିବା ଗୋଟେ ମହାନ ସଫଳତା ହେଇଥାଏ ବନ୍ଧୁ। ଆମ ହାତରେ କେବଳ ଆଜିର ମୁହୂର୍ତ୍ତ ଅଛି। ଆମକୁ ଯାହା କରିବାକୁ ପଡ଼ିବ ତାହା ଆମେ ଆଜି କରିବା ଉଚିତ। ଆମକୁ କେବେ ବି ସମୟ ନଷ୍ଟ କରିବା ଉଚିତ ନୁହେଁ ଯେ ଆମର ଏବେ ବି ବହୁତ ସମୟ ବାକି ଅଛି। ଜଣେ ଗୁରୁ ତାଙ୍କର ଜଣେ ଶିଷ୍ୟଙ୍କୁ ଏକ ଦାର୍ଶନିକ ପଥର ଦେଇଥିଲେ। ତାଙ୍କ ଶିଷ୍ୟ ବହୁତ ଅଳସୁଆ ଥିଲେ ଏବଂ ପ୍ରତ୍ୟେକ କାର୍ଯ୍ୟକୁ ଆସନ୍ତାକାଲି ପାଇଁ ସ୍ଥଗିତ ରଖୁଥିଲେ। ତେଣୁ ଗୁରୁ ତାଙ୍କୁ କହିଲେ, ମୁଁ ତୁମକୁ ଏହି ଦାର୍ଶନିକ ପଥର ଦେଉଛି। ଯେତେବେଳେ ତୁମେ ଏହି ଦାର୍ଶନିକ ପଥରକୁ ଲୁହା ସହିତ ସ୍ପର୍ଶ କରିବ, ସେତେବେଳେ ସେହି ଲୁହା ସୁନାରେ ପରିଣତ ହେଇଯିବ। ମୁଁ ତୁମକୁ ଗୋଟିଏ ମାସ ପାଇଁ ଏହି ଦାର୍ଶନିକ ପଥର ଦେଉଛି। ଯେତେବେଳେ ଗୋଟିଏ ମାସ ସରିଯିବ, ମୁଁ ଏହି ପଥର ତୁମଠାରୁ ଫେରାଇ ନେବି। ସେ ପର୍ଯ୍ୟନ୍ତ ଏହି ପଥରଟିକୁ ତୁମ ପାଖରେ ରଖ। ଗୁରୁଙ୍କ ସେହି ଶିଷ୍ୟ ଲୁହା କିଣିବା ପାଇଁ ବଜାରକୁ ଯାଇଥିଲେ। ସେଠାରେ ପହଞ୍ଚି ସେ ଲୁହାର ମୂଲ୍ୟ ବହୁତ ମହଙ୍ଗା ପାଇଲେ। ସେ ଶିଷ୍ୟ ଜଣକ ମନେ ମନେ ଚିନ୍ତା କଲେ କି ମୁଁ କିଛି ଦିନ ଅପେକ୍ଷା କରିବି ଏବଂ ତାପରେ ଲୁହାର ମୂଲ୍ୟ କମିଲେ ଏହାକୁ କିଣିବି।
କିନ୍ତୁ ତାଙ୍କ ମନରେ ଏହା ଆଦୌ ଆସିଲାନି ଯେ ମୁଁ ଏହି ଲୁହାକୁ ସୁନାରେ ପରିଣତ କରି ବହୁତ ଟଙ୍କା ରୋଜଗାର କରିପାରିବି। ତାଙ୍କର ଆଳସ୍ୟ ଯୋଗୁଁ ସେ କାର୍ଯ୍ୟକୁ ଆସନ୍ତାକାଲି ପାଇଁ ସ୍ଥଗିତ ରଖିଦେଲେ। ଏହିପରି ଭାବରେ ସମଗ୍ର ମାସ ବିତିଗଲା। ତାପରେ ଗୁରୁ ଶିଷ୍ୟଙ୍କ ପାଖକୁ ଆସି ପଚାରିଲେ, ବତ୍ସ, ମୋତେ କୁହ, ତୁମେ କେତେ ସୁନା ତିଆରି କରିଛ? ଶିଷ୍ୟ ଉତ୍ତର ଦେଲେ, ମୁଁ ଏପର୍ଯ୍ୟନ୍ତ ସୁନା ତିଆରି କରିବା ଆରମ୍ଭ କରିନି। ଗୁରୁ କହିଲେ, ମୁଁ ମୋର ଦାର୍ଶନିକ ପଥର ଫେରାଇବାକୁ ଚାହୁଁଛି। ଶିଷ୍ୟ ଉତ୍ତର ଦେଲେ, ନା, ମୋତେ କିଛି ସମୟ ଦିଅ, ମୁଁ କିଛି ସୁନା ତିଆରି କରିବାକୁ ଚାହୁଁଛି। ଗୁରୁ କହିଲେ, ତୁମେ ଏହି ଦାର୍ଶନିକ ପଥରଟି ପୁରା 1 ମାସ ଧରି ନିଜ ପାଖରେ ରଖିଲ, କିନ୍ତୁ ତୁମେ କିଛି କରିପାରିଲନି। ଏବେ ସମୟ ସରିଗଲା। ସାଙ୍ଗମାନେ, ଆମ ଜୀବନ ମଧ୍ୟ ଠିକ୍ ସେହିପରି ହେଇଥାଏ। ଆମ ଜୀବନ ଏବଂ ସମୟ ନିଜେ ଦାର୍ଶନିକ ପଥର। ଆମେ ସମୟର ପ୍ରତ୍ୟେକ ମୁହୂର୍ତ୍ତ ସହିତ ଆମ ଜୀବନକୁ ସୁନାରେ ପରିଣତ କରିପାରିବା। କିନ୍ତୁ ଆମେ ଭାବୁଛୁ ଯେ ଆମର ବହୁତ ସମୟ ବାକି ଅଛି। ଆମେ ଭାବୁ କି ଗୋଟିଏ ଦିନ ଭଲରେ ଜୀବନ ଜୀଇବା, ଗୋଟିଏ ଦିନ ଜୀବନରେ ଖୁସିରେ ରହିବା, କିନ୍ତୁ ସେହି ଦିନ କେବେ ବି ଆସେନି। ଆମେ ଆମର ସମଗ୍ର ଜୀବନ ଦୌଡ଼ି ଦୌଡ଼ି ଚିନ୍ତା ଆଉ ଦୁଃଖରେ ବିତେଇ ଦେଉ, କିନ୍ତୁ ଆମେ ଜୀବନ ଜୀଇବାକୁ ଆଉ ଖୁସିରେ ରହିବାକୁ ପରିଷ୍କାର ଭାବରେ ଭୁଲିଯାଉ। ତେଣୁ ଗୀତାର ଜ୍ଞାନ ଆମକୁ ବର୍ତ୍ତମାନରେ ବଞ୍ଚିବାକୁ ଶିଖାଏ, ଏହି ମୁହୂର୍ତ୍ତରେ ବଞ୍ଚିବାକୁ ଶିଖାଏ। ଗୀତାର ତୃତୀୟ ଶିକ୍ଷା ହେଉଛି ମୃତ୍ୟୁକୁ ଭୟ କରିବା ସମ୍ପୂର୍ଣ୍ଣ ନିରର୍ଥକ। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, ଏହି ଜଗତ ଏକ ନିଶ୍ୱର ଜଗତ। ଯିଏ ଜନ୍ମ ନେଇଛି ସେ ନିଶ୍ଚିତ ଭାବରେ ଦିନେ ନା ଦିନେ ମରିବ। ଯାହାର ଆରମ୍ଭ ଅଛି ତାହାର ଶେଷ ମଧ୍ୟ ଅଛି। ଏହା ନିଶ୍ଚିତ ଭାବରେ ଘଟିବ। ଆମେ ଏହାକୁ କେବେ ବି ବନ୍ଦ କରିପାରିବାନି। ଯେପରି ଆମେ ପ୍ରତିଦିନ ପୋଷାକ ବଦଳାଉ, ଠିକ୍ ସେହିପରି ଆମର ଆତ୍ମା ଗୋଟିଏ ନୂତନ ଶରୀର ଗ୍ରହଣ କରେ। ମୃତ୍ୟୁ ଏହି ଜୀବନର ଗୋଟିଏ ନୂତନ ଆରମ୍ଭ, ଏହି ଜୀବନର ଶେଷ ନୁହେଁ। ଆତ୍ମା କେବେ ବି ମରିପାରେନି କିମ୍ବା କେହି ଏହାକୁ ମାରିପାରେନି। କିନ୍ତୁ ମଣିଷ ଭିତରେ ମୃତ୍ୟୁକୁ ନେଇ ସବୁଠାରୁ ଅଧିକ ଭୟ ଆଉ ଦୁଃଖ ଥାଏ। ପକ୍ଷୀମାନଙ୍କ ମଧ୍ୟରୁ ଗୋଟିଏ ଯୋଡ଼ି ଗୋଟିଏ ଗଛରେ ରହୁଥିଲେ। ସେମାନେ ଉଭୟ ପରସ୍ପରକୁ ବହୁତ ଭଲ ପାଉଥିଲେ। ସେମାନେ ଏକାଠି ବଞ୍ଚିବା ଆଉ ମରିବା ପାଇଁ ଶପଥ ନେଇଥିଲେ। ଗୋଟିଏ ଦିନ ଜଣେ ଶିକାରୀ ସେଠାକୁ ଆସି ଗୋଟିଏ ତୀର ମାରି ଗଛରେ ବସିଥିବା ମାଈ ପକ୍ଷୀକୁ ମାରିଦେଲା। ଏକଥା ଦେଖିକି ଏକାକୀ ପୁରୁଷ ପକ୍ଷୀଟି କାନ୍ଦିବାକୁ ଲାଗିଲା। କହିଲା, ତୁମ ବିନା ମୁଁ କିପରି ବଞ୍ଚିବି? ଯଦି ମୁଁ ତୁମ ସ୍ଥାନରେ ମରିଥାନ୍ତି ତେବେ ତୁମେ ମୋ ଜୀବନ ପାଇଥାନ୍ତ। ସେ କାନ୍ଦିବାକୁ ଲାଗିଲା ଏବଂ ପ୍ରବଳ ବିଳାପ କରିବାକୁ ଲାଗିଲା। ଏହି ସମୟରେ ଶିକାରୀ ଆଉ ଗୋଟିଏ ତୀର ମାରି ସେ ପୁରୁଷ ପକ୍ଷୀକୁ ମଧ୍ୟ ମାରିଦେଲା। ବାସ୍ତବରେ ଏହା ଆମର କାହାଣୀ। ଯେତେବେଳେ କେହି ମରିଯାଆନ୍ତି ଆମେ ମଧ୍ୟ କାନ୍ଦିଥାଉ, କିନ୍ତୁ ଆମେ ଜାଣୁନାହୁଁ ଯେ ଗୋଟିଏ ଦିନ ଆମର ଜୀବନ ମଧ୍ୟ ଶେଷ ହେଇଯିବ। ଆମେ ମଧ୍ୟ ମୃତ୍ୟୁର ସେଇ ଗଛରେ ବସିଛୁ, କିନ୍ତୁ ଶରୀରର ବିନାଶ ଆମର ଶେଷ ନୁହେଁ। ଶ୍ରୀକୃଷ୍ଣ ଅର୍ଜୁନକୁ କହିଲେ, ହେ ଅର୍ଜୁନ, ତୁ ଆଉ ମୁଁ ଏହି ଧରାଧାମରେ ଅନନ୍ତ ଥର ଜନ୍ମ ନେଇଛେ। ତୋର କିଛି ବି ମନେ ନାହିଁ, କିନ୍ତୁ ମୋର ସବୁ କିଛି ମନେ ଅଛି। ଯେଉଁ ବ୍ୟକ୍ତି ଏହି ସତ୍ୟକୁ ବୁଝିଯାଏ ଯେ ମୁଁ କିଛି ସମୟ ପାଇଁ ଏ ଦୁନିଆକୁ ଆସିଛି, ତା ଜୀବନର ସମସ୍ତ ଝଗଡ଼ା, ସମସ୍ତ ଦୁଃଖ, ସମସ୍ତ ଚିନ୍ତା ଶେଷ ହୋଇଯାଏ। ଯେବେ ଦିନେ ନା ଦିନେ ମୋତେ ଏହି ଦୁନିଆ ଛାଡ଼ିବାର ହିଁ ଅଛି, ତେବେ ଦୁଃଖ କେଉଁ କଥାର କରିବି? ପୁରୁଣା ସମୟରେ ସାଧୁ ସନ୍ଥମାନେ ପାଦରେ ଯାତ୍ରା କରୁଥିଲେ। ଯାତ୍ରା କରୁଥିବା ସମୟରେ ସେ ଗୋଟିଏ ନଗରରେ ପହଞ୍ଚିଲେ। ସେହି ସନ୍ଥ ଜଣକ ବହୁତ କ୍ଳାନ୍ତ ହୋଇଯାଇଥିଲେ। ସେହି ନଗରରେ ସେ ଗୋଟିଏ ପ୍ରାସାଦ ଦେଖିଲେ ଏବଂ ସେହି ପ୍ରାସାଦକୁ ଯାଇ ବିଶ୍ରାମ ନେବାକୁ ଭାବିଲେ। ତାପରେ ସେ ରାଜପ୍ରାସାଦକୁ ଯାଇ ଶୋଇପଡ଼ିଲେ। ଯେତେବେଳେ ରାଜା ସେଠାରେ ପହଞ୍ଚିଲେ, ସେ ମହାତ୍ମାଙ୍କୁ ତାଙ୍କ ବିଛଣାରେ ଶୋଇଥିବା ଦେଖିକି ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ରାଜା ସେହି ମହାତ୍ମାଙ୍କୁ ପଚାରିବାକୁ ଲାଗିଲେ ଯେ ଆପଣ ମୋ ପ୍ରାସାଦରେ କିପରି ପ୍ରବେଶ କଲେ ଆଉ ମୋ ବିଛଣାରେ କେମିତି ଶୋଇପଡ଼ିଲେ? ମହାତ୍ମା କହିଲେ, ଏହା ଆପଣଙ୍କର ପ୍ରାସାଦ? ମୁଁ ଭାବିଥିଲି ଏହା ଗୋଟେ ଧର୍ମଶାଳା। ତାପରେ ରାଜା କହିଲେ ଯେ ଆପଣ ମୋର ପ୍ରାସାଦକୁ ଧର୍ମଶାଳା କିପରି ଭାବିପାରିଲେ? ତ ମହାତ୍ମା ରାଜାଙ୍କୁ ପଚାରିଲେ କି ଆପଣଙ୍କ ପୂର୍ବରୁ ଏହି ପ୍ରାସାଦରେ କିଏ ରହୁଥିଲେ?
ରାଜା କହିଲେ ଯେ ମୋ ପୂର୍ବରୁ ମୋ ପିତା ଏଠାରେ ରହୁଥିଲେ ଏବଂ ତା ପୂର୍ବରୁ ମୋର ଜେଜେବାପା ଏଠାରେ ରହୁଥିଲେ। ମହାତ୍ମା ସେତେବେଳେ ପଚାରିଲେ ଯେ ଆପଣ ସର୍ବଦା ଏହି ପ୍ରାସାଦରେ ରହିବେ ନା ଆପଣଙ୍କ ପରେ ଆଉ କେହି ରହିବେ? ରାଜା କହିଲେ ଯେ ମୋ ପରେ ମୋ ପୁଅ ଏହି ପ୍ରାସାଦରେ ରହିବ। ତେବେ ମହାତ୍ମା ରାଜାଙ୍କୁ କହିଲେ ଯେ ଯେଉଁ ସ୍ଥାନର ଲୋକମାନେ ବାରମ୍ବାର ପରିବର୍ତ୍ତନ ହେଇଥାନ୍ତି ତାକୁ ଘର କିପରି କୁହାଯାଇପାରିବ? ତାକୁ କେବଳ ଧର୍ମଶାଳା କୁହାଯିବ। ସେଥିପାଇଁ ଆପଣଙ୍କ ପ୍ରାସାଦକୁ ଧର୍ମଶାଳା ଭାବି ମୁଁ ଏଠାରେ ରାତି ବିତେଇବାକୁ ଆସିଥିଲି। ଧର୍ମଶାଳା, ଜାଣ ଯେ ଏହି ଜଗତର ସମସ୍ତ ଜୀବ ଅତିଥି, କାହା ସହିତ ଆସକ୍ତ ହୁଅ ନାହିଁ। ସବୁକିଛି କେବଳ ଏକ ସ୍ୱପ୍ନ। ଯଦି ଆମେ ଏହା ମଧ୍ୟ ବୁଝିପାରୁ ଯେ ଆମେ ଏଠାକୁ କିଛି ସମୟ ପାଇଁ ଆସିଛୁ, ଆମେ ଉପଭୋଗ କରିବାକୁ ଆସିଛୁ, ଆମେ ଖୁସି ହେବାକୁ ଆସିଛୁ, ତେବେ ଆମର ସମସ୍ତ ଦୁଃଖ ସମାପ୍ତ ହେଇଯିବ। ଯେତେବେଳେ ଆମେ ଏଠାରେ ଆମର ଆସକ୍ତି ରଖିଦେଉ, ଯେତେବେଳେ ଆମେ ଏଠାରେ ଆମର ଦାବି ରଖିଦେଉ କି ଏହା ମୋର, ମୁଁ ଏହାକୁ ଛାଡ଼ିପାରିବିନି, ମୁଁ ଏହା ବିନା ବଞ୍ଚିପାରିବିନି, ସେତେବେଳେ ଆମର ଜୀବନ ଦୁଃଖରେ ପରିପୂର୍ଣ୍ଣ ହେଇଯାଏ। ତେଣୁ ଜୀବନରେ ମୃତ୍ୟୁର ଭୟକୁ ପରିତ୍ୟାଗ କରିକି ମନ ଏବଂ ଚିନ୍ତାଧାରାକୁ ନିୟନ୍ତ୍ରଣ ନ କରି ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବା ଉଚିତ। ଗୀତାର ଚତୁର୍ଥ ଶିକ୍ଷା ହେଉଛି ମନ ଏବଂ ଚିନ୍ତାଧାରାକୁ ନିୟନ୍ତ୍ରଣ ନ କରି ଜୀବନରେ କେବେ ଶାନ୍ତି ଆଉ ଆରାମ ମିଳିବନି। ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଥିଲେ ଯେ ମୋର ମନ ସବୁକିଛି ଜାଣେ, କେଉଁଟା ଠିକ୍ ଆଉ କେଉଁଟା ଭୁଲ, ତଥାପି ମୁଁ ମୋର ଚିନ୍ତାଧାରା ଏବଂ ମନକୁ ନିୟନ୍ତ୍ରଣ କରିପାରୁନାହିଁ। ମୁଁ ଯାହା କରିବାକୁ ଚାହୁଁଛି ତାହା କରିପାରୁନି, ଆଉ ଯାହା କରିବାକୁ ଚାହୁଁନାହିଁ ତାକୁ ମୋ ମନ ମୋ ଦ୍ୱାରା ଜବରଦସ୍ତ କରିବାକୁ ବାଧ୍ୟ କରୁଛି। ସେଥିପାଇଁ ମୁଁ ଅସ୍ଥିର ହେଇଗଲିଣି ଆଉ ମୁଁ ଶାନ୍ତି ପାଉନାହିଁ। ଶ୍ରୀକୃଷ୍ଣ ଅର୍ଜୁନକୁ କହିଥିଲେ ଯେ ଏଥିପାଇଁ ତୁମକୁ ତୁମ ମନ ଏବଂ ଚିନ୍ତାଧାରା ଠାରୁ ନିଜକୁ ଅଲଗା କରିବାକୁ ପଡ଼ିବ ଆଉ ତୁମର ମନ ଏବଂ ଚିନ୍ତାଧାରାକୁ ସଠିକ୍ ଦିଗରେ ନେବାର ଅଭ୍ୟାସ କରିବା ପାଇଁ ପଡ଼ିବ। ଏହା ଗୋଟିଏ ଦିନର କାମ ନୁହେଁ। ଯେ ପର୍ଯ୍ୟନ୍ତ ତୁମେ ତୁମର ମନ ଏବଂ ଚିନ୍ତାଧାରାର ଦାସତ୍ୱ ଛାଡ଼ିବନି, ତୁମେ ଜୀବନରେ କେବେ ବି ଶାନ୍ତି ପାଇପାରିବନି। ଜଣେ ରାଜା ଥିଲେ ଯିଏକି ବହୁତ ଅସ୍ଥିର ଆଉ ବ୍ୟତିବ୍ୟସ୍ତ ରହୁଥିଲେ। ଗୋଟିଏ ଦିନ ସେ ତାଙ୍କ ଗୁରୁଜୀଙ୍କ ପାଖକୁ ଯାଇ କହିଲେ କି ଗୁରୁଜୀ, ମୋର ମନ ବହୁତ ଅସ୍ଥିର ରହୁଛି, ମୁଁ ବହୁତ ଚିନ୍ତାରେ ରହୁଛି। ମୁଁ ସମଗ୍ର ବିଶ୍ୱକୁ ଜୟ କରିଛି ସତ, ମୋର ସବୁକିଛି ଅଛି ସତ, କିନ୍ତୁ ମୁଁ ଖୁସିରେ ରହିପାରୁନି, ମୋ ମନରେ କୌଣସି ଶାନ୍ତି ନାହିଁ। ତାପରେ ଗୁରୁଜୀ ରାଜାଙ୍କୁ କହିଲେ ଯେ ଯଦି ତୁମ ସହରରେ ଏପରି କୌଣସି ବ୍ୟକ୍ତି ଅଛି ଯିଏକି ଶାନ୍ତିକୁ ପ୍ରାପ୍ତ କରିନେଇଛି, ଯଦି ତୁମେ ଥରେ ତା କୁର୍ତ୍ତା ପିନ୍ଧିଦିଅ, ତେବେ ତୁମ ଜୀବନରେ ଶାନ୍ତି ଫେରିଆସିବ। ରାଜା ବହୁତ ଖୁସି ହେଇଗଲେ କି ଏହା ତ ଗୋଟିଏ ସରଳ କାମ। ସେ ତାଙ୍କ ରାଜପ୍ରସାଦକୁ ଫେରିଗଲେ ଏବଂ ତାଙ୍କ ଦରବାରରେ ସମସ୍ତଙ୍କୁ କହିବାକୁ ଲାଗିଲେ ଯେ ତୁମମାନଙ୍କ ମଧ୍ୟରୁ ଯିଏ ଶାନ୍ତିକୁ ପ୍ରାପ୍ତ କରିଦେଇଛ ସିଏ ତାଙ୍କ କୁର୍ତ୍ତା ମୋତେ ଦିଅ। ତା ବଦଳରେ ଯେତେ ଟଙ୍କା ମାଗିବେ ସେତେ ଟଙ୍କା ଦିଆଯିବ। ସମସ୍ତେ ଟଙ୍କା ଦ୍ୱାରା ପ୍ରଲୋଭିତ ହୋଇ ପରସ୍ପରକୁ ଚାହିଁଲେ, କିନ୍ତୁ ସମସ୍ତେ ପରସ୍ପର ବିଷୟରେ ସତ୍ୟ ଜାଣିଥିଲେ, କାରଣ କାହାରି ଜୀବନରେ ସୁଖ କିମ୍ବା ଶାନ୍ତି ନଥିଲା। ସମସ୍ତେ ମୁଣ୍ଡ ନୁଆଁଇ ସେଠାରେ ଠିଆ ହେଲେ। ତାପରେ ରାଜା ସାରା ସହରରେ ଘୋଷଣା କଲେ ଯେ ଯିଏ ଶାନ୍ତି ପ୍ରାପ୍ତି କରିଛି, ଯିଏ ସୁଖ ପ୍ରାପ୍ତ କରିଛି, ତାଙ୍କ ପାଖକୁ ଆସି ତାଙ୍କୁ ନିଜର କୁର୍ତ୍ତା ଦିଅନ୍ତୁ। ତାଙ୍କୁ ଯେତେ ଟଙ୍କା ମାଗିବେ ସେତେ ଟଙ୍କା ଦିଆଯିବ, କିନ୍ତୁ ଶାନ୍ତି ପାଇଥିବା ଜଣେ ବି ବ୍ୟକ୍ତି ମିଳିଲାନି। ବାସ୍ତବରେ ଯେତେବେଳେ କେହି ମୃତ୍ୟୁବରଣ କରନ୍ତି ଆମେ କହୁ ଯେ ଅମକ ଲୋକ ଶାନ୍ତି ପାଇଗଲା, ତା ଆତ୍ମାକୁ ଶାନ୍ତି ମିଳିଗଲା। ଆମେ କେବେ ଜୀବିତ ବ୍ୟକ୍ତି ଶାନ୍ତି ପାଇବାର କଥା ଶୁଣିନୁ। ରାଜାଙ୍କ ସୈନିକମାନେ ସମଗ୍ର ସହର ଖୋଜାଖୋଜି କଲେ। ତାପରେ ସେମାନେ ଏକ ଗଛ ତଳେ ଧ୍ୟାନ କରୁଥିବା ଜଣେ ମହାତ୍ମାଙ୍କୁ ପାଇଲେ, ଯାହାଙ୍କ ମୁହଁ ସୁଖ ଏବଂ ଶାନ୍ତିରେ ପରିପୂର୍ଣ୍ଣ ଥିଲା। ସୈନିକମାନେ ସେହି ମହାତ୍ମାଙ୍କ ପାଖକୁ ଆସିଲେ। ସେମାନେ ପଚାରିବାକୁ ଲାଗିଲେ ଯେ ଆପଣ ସୁଖ ଏବଂ ଶାନ୍ତି ପାଇଛନ୍ତି କି? ମହାତ୍ମା ଜଣଙ୍କ କହିଲେ ମୁଁ ସମ୍ପୂର୍ଣ୍ଣ ଶାନ୍ତ। ତାପରେ ସୈନିକମାନେ ତାଙ୍କୁ ରାଜାଙ୍କ ପାଖକୁ ଆଣିଲେ। ରାଜା ମହାତ୍ମାଙ୍କୁ ପଚାରିଲେ ଯେ ଆପଣ ସୁଖ ଏବଂ ଶାନ୍ତି ପାଇଛନ୍ତି କି? ମହାତ୍ମା କହିଲେ ମହାରାଜ, ମୁଁ ସମ୍ପୂର୍ଣ୍ଣ ଶାନ୍ତ, ମୋର କୌଣସି ଚିନ୍ତା ନାହିଁ, ମୁଁ କୌଣସି ଜିନିଷ ପାଇଁ ଲୋଭୀ ନୁହେଁ, ମୋର କୌଣସି ଇଚ୍ଛା ନାହିଁ,
ତାପରେ ରାଜା ମଧ୍ୟ ବହୁତ ଖୁସି ହେଲେ ଯେ ଶେଷରେ ସେ ସେହି ବ୍ୟକ୍ତିଙ୍କୁ ପାଇଛନ୍ତି ଯିଏ ଶାନ୍ତି ପ୍ରାପ୍ତ କରିଛନ୍ତି। ତାପରେ ରାଜା ମହାତ୍ମାଙ୍କୁ କହିବାକୁ ଲାଗିଲେ, ହେ ମହାତ୍ମା, ଦୟାକରି ମୋତେ ଆପଣଙ୍କର କୁର୍ତ୍ତା ଦିଅନ୍ତୁ, ପ୍ରତି ବଦଳରେ ଆପଣ ଯାହା ମାଗିବେ ମୁଁ ଆପଣଙ୍କୁ ଦେବି। ସେହି ମହାତ୍ମା କହିବାକୁ ଲାଗିଲେ, ମହାରାଜ, ମୁଁ ସୁଖ ଏବଂ ଶାନ୍ତି ପ୍ରାପ୍ତ କରିଛି, କିନ୍ତୁ ମୁଁ କ'ଣ କରିବି କହୁନାହାନ୍ତି? ମୋ ପାଖରେ ପିନ୍ଧିବା ପାଇଁ କୁର୍ତ୍ତା ନାହିଁ ଯାହାକି ମୁଁ ଆପଣଙ୍କୁ ଦେଇପାରିବି। ଯେତେବେଳେ ରାଜା ମହାତ୍ମାଙ୍କର ଏହି କଥା ଶୁଣିଲେ କି ତାଙ୍କର ପିନ୍ଧିବା ପାଇଁ କୁର୍ତ୍ତା ମଧ୍ୟ ନାହିଁ, ତଥାପି ଏହି ମହାତ୍ମା ସମ୍ପୂର୍ଣ୍ଣ ଶାନ୍ତ, ତାଙ୍କ ଜୀବନରେ ଶାନ୍ତି ଅଛି। ରାଜା ଭାବିଲେ, ମୁଁ ମୋର ସାରା ଜୀବନ ଧନ ସଂଗ୍ରହ କରି ବିଶ୍ୱକୁ ଜୟ କରି ବିତେଇଲି, କିନ୍ତୁ ମୁଁ ଶାନ୍ତି ପାଇଲିନି, ମୁଁ ସୁଖ ପାଇଲିନି। କାରଣ ସୁଖ ଆଉ ଶାନ୍ତି ବାହ୍ୟ ଜିନିଷ ନୁହେଁ, ଏହା ଆଭ୍ୟନ୍ତରୀଣ ଜିନିଷ। ସେଥିପାଇଁ ଯେ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ନିଜ ମନ ଏବଂ ଚିନ୍ତାଧାରାକୁ ନିୟନ୍ତ୍ରଣ କରେନି, ସେ ପର୍ଯ୍ୟନ୍ତ ତାଙ୍କ ଜୀବନରେ ସୁଖ ଆଉ ଶାନ୍ତି କେବେ ବି ଆସେନି। ଗୀତାର ଏହି ଶିକ୍ଷା ଆମକୁ ଶିକ୍ଷା ଦିଏ ଯେ ଯଦି ଆପଣ ଜୀବନରେ ଶାନ୍ତି ଚାହାନ୍ତି, ତେବେ ନିଜ ମନକୁ ଶାନ୍ତ କରିବା ଶିଖନ୍ତୁ। ଗୀତାର ପଞ୍ଚମ ଶିକ୍ଷା ହେଉଛି, କାମନା, କ୍ରୋଧ ଏବଂ ଲୋଭ ବିନାଶର କାରଣ ହେଇଥାଏ ଆଉ ନର୍କର ଦ୍ୱାର ମଧ୍ୟ ହେଇଥାଏ। ଯେକୌଣସି ବ୍ୟକ୍ତି ଯାହାର ଏହି ତିନୋଟି ଦୁର୍ଗ ଅଛି, ସେ ସର୍ବଦା ଅନ୍ୟମାନଙ୍କୁ ଆଘାତ ଦେଇ ନିଜର ସୁଖ ଏବଂ ସ୍ୱାର୍ଥ ପୂରଣ କରେ। କୌଣସି ଜିନିଷ ପାଇଁ ଅତ୍ୟଧିକ କାମନା, ମନରେ କ୍ରୋଧୀ ସ୍ୱଭାବ ଏବଂ ଲୋଭ ରହିବା ତାଙ୍କ ଜୀବନର ସୁଖକୁ ନଷ୍ଟ କରିଦିଏ ଏବଂ ତାଙ୍କର ସମସ୍ତ ସମ୍ପର୍କକୁ ବିଷାକ୍ତ କରିଦିଏ। ଏଗୁଡ଼ିକ ନର୍କର ଦ୍ୱାର କୁହାଯାଏ, କାରଣ ଯାହାର ଅତ୍ୟଧିକ କ୍ରୋଧ, ଲୋଭ ଏବଂ କାମନା ଅଛି, ତାଙ୍କର ସମଗ୍ର ଜୀବନ ବିଶ୍ୱରେ ପରିପୂର୍ଣ୍ଣ ହୋଇଥାଏ। ସେ ମୃତ୍ୟୁ ପରେ ନୁହେଁ, ବରଂ ତାଙ୍କ ଜୀବନକାଳ ଭିତରେ ନର୍କ ଦେଖେ। ଗୀତାର ଷଷ୍ଠ ଶିକ୍ଷା ହେଉଛି ଯେ ସମସ୍ତ ଦେବତା ଏକ, କେହି ଛୋଟ କିମ୍ବା ବଡ଼ ନୁହନ୍ତି। ସମସ୍ତେ ଜଣେ ପରମେଶ୍ୱରଙ୍କ ଭିନ୍ନ ଭିନ୍ନ ରୂପ ଏବଂ ନାମ। ଶ୍ରୀକୃଷ୍ଣ ଗୀତାର 10ମ ଅଧ୍ୟାୟ ବିଭୂତି ଯୋଗରେ କହିଛନ୍ତି ଯେ ଜଗତର ସମସ୍ତ ଦେବୀ ଏବଂ ଦେବତା ମୋର ଗୌରବ। ମୁଁ ଶିବ, ମୁଁ ଇନ୍ଦ୍ର, ମୁଁ ଯକ୍ଷ, ରାଜା କୁବେର, ମୁଁ ଅଗ୍ନିଦେବ, ମୁଁ ବୃହସ୍ପତି, ମୁଁ ସମୁଦ୍ର, ମୁଁ ଅକ୍ଷର ମଧ୍ୟରେ ଓମ୍, ମୁଁ ସମୟର ମହାକାଳ, ମୁଁ ହିଁ ସମଗ୍ର ବ୍ରହ୍ମାଣ୍ଡର ସୃଷ୍ଟି, ବିନାଶ ଏବଂ ପାଳନ ପୋଷଣକାରୀ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ଯେ ମୋର ଶକ୍ତିର କୌଣସି ଅନ୍ତ ନାହିଁ, ତେଣୁ ସମସ୍ତ ଦେବୀ, ସମସ୍ତ ନାମ, ସମସ୍ତ ଦେବତା ମୋର ହିଁ ସ୍ୱରୂପ। ସେଥିପାଇଁ କେବେ ବି କୌଣସି ଦେବତା କିମ୍ବା ଈଶ୍ୱରଙ୍କ ମଧ୍ୟରେ ଭେଦଭାବ କରନି। କେବେ ବି କାହାକୁ ବଡ଼ କିମ୍ବା ଛୋଟ ଭାବିବନି। ଗୀତାର ଶିକ୍ଷା ଆମକୁ ଶିକ୍ଷା ଦିଏ ଯେ ଆମେ କେବେ ବି ଅନ୍ୟ କାହାର ଦେବତାଙ୍କୁ ଛୋଟ ଭାବିବା ଉଚିତ ନୁହେଁ, କିମ୍ବା କିଏ ବଡ଼ ଏବଂ କିଏ ଛୋଟ ତାହା ଉପରେ ଝଗଡ଼ା କରିବା ଉଚିତ ନୁହେଁ। ଗୀତାର ସପ୍ତମ ଶିକ୍ଷା ହେଉଛି ଯେ ସୁଖର ଇଚ୍ଛା ଶେଷରେ ଆମର ଦୁଃଖର କାରଣ ହେଇଯାଏ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ଯେ ଜଣେ ମଣିଷ ଯେତେ ଅଧିକ ସୁଖ ପାଇଁ ଆକାଂକ୍ଷା କରେ ଏବଂ ଇଚ୍ଛା କରେ, ତାର ଇନ୍ଦ୍ରିୟ ଗୁଡ଼ିକ ସେତେ ଅଧିକ ସୁଖ ଏବଂ ଉପଭୋଗ ପ୍ରତି ଆକର୍ଷିତ ହୁଏ। ମଣିଷର ମନ ସେତେ ଅଧିକ ସଂସାରର ସୁଖ ଓ ଆକର୍ଷଣର ଦାସ ହେଇଯାଏ। ସେ ଯେତେ ଅଧିକ ସୁଖ ପଛରେ ଦୌଡ଼ିବ, ତାକୁ ସେତେ ଅଧିକ ଦୁଃଖ ଅନୁଭବ କରିବାକୁ ପଡ଼ିବ। କାରଣ ଏହା ହିଁ ସଂସାରର ନିୟମ। ଯେଉଁ ଜିନିଷ ଗୁଡ଼ିକ ପ୍ରାରମ୍ଭରେ ମନକୁ ବହୁତ ଆକର୍ଷିତ କରେ, ତାହା ପରେ ବହୁତ ଦୁଃଖ ସୃଷ୍ଟି କରେ। ଆଉ ଯେଉଁ ଜିନିଷ ଗୁଡ଼ିକ ଆରମ୍ଭରେ କଷ୍ଟକର ମନେ ହୁଏ, ତାହା ପରେ ଆମ ପାଇଁ ବହୁତ ଉପଯୋଗୀ ପ୍ରମାଣିତ ହୁଏ। ଗୀତାର ଅଷ୍ଟମ ଶିକ୍ଷା ହେଉଛି ଯେ ଯିଏ ଦୁନିଆର ସମସ୍ତ ସମର୍ଥନ ତ୍ୟାଗ କରି କେବଳ ଈଶ୍ୱରଙ୍କ ଉପରେ ବିଶ୍ୱାସ କରେ, ଈଶ୍ୱରଙ୍କୁ ନିଜର ସାହାରା ବୋଲି ମାନି ନିଏ, ଈଶ୍ୱର ତାର ସମସ୍ତ ଆବଶ୍ୟକତା ପୂରଣ କରନ୍ତି। ଈଶ୍ୱର ହିଁ ତାଙ୍କୁ ପ୍ରତ୍ୟେକ ସମସ୍ୟାରୁ ରକ୍ଷା କରନ୍ତି। ଅନନ୍ୟ ତୟ ମାମ୍ ୟେ ଜନ ପରପା ସତେ ତେ ସାମ୍ ନିତ୍ୟଭିଯୁକ୍ତ ନାମ ଯୋଗକ୍ଷେମମ୍ ବାହାମ୍। ଯେଉଁ ବ୍ୟକ୍ତି ଭଗବାନଙ୍କୁ ନିଜର ସାହାରା ବୋଲି ମାନି ନିଏ, ଭଗବାନ ତାର ମଙ୍ଗଳ କାମନା କରନ୍ତି, ତାର ମଙ୍ଗଳର ଯତ୍ନ ନିଅନ୍ତି। ତେଣୁ ଶ୍ରୀକୃଷ୍ଣ କୁହନ୍ତି ଯେ ଯେଉଁମାନେ ମୋ ଉପରେ ନିର୍ଭର କରନ୍ତି, ମୁଁ ସେମାନଙ୍କର ଯାହା ଆବଶ୍ୟକତା ଥାଏ ତାହା ନିଶ୍ଚିତ ଭାବରେ ଦିଏ।
ଆଉ ମୁଁ ସେମାନଙ୍କୁ ସବୁ ପ୍ରକାର ସୁରକ୍ଷା ମଧ୍ୟ ଦିଏ। ଗୀତାର ନବମ ଶିକ୍ଷା ହେଉଛି ଯେ ଆମର ଏଇ ଜଗତରେ କିଛି ବି ନାହିଁ। ଗୀତା ସାରରେ ତୁମେ ଅନେକ ଥର ଏଇ କଥା ଶୁଣିଥିବ କି ତୁମର କ'ଣ ଚାଲିଗଲା ଯେ ଯାହା ପାଇଁ ତୁମେ କାନ୍ଦୁଛ। ତୁମେ କ'ଣ ଆଣିକି ଆସିଥିଲ ଯେ ଯାହାକୁ ତୁମେ ହରେଇ ଦେଲ। ତୁମେ କ'ଣ ସୃଷ୍ଟି କରିଛ ଯେ ଯାହା ନଷ୍ଟ ହେଇଗଲା। ଯାହା ତୁମେ ଏଠାରୁ ନେଇଛ ତାହା ତୁମେ ଏଠାରେ ଦେଇଛ। ଯାହା ଆଜି ତୁମର ଅଛି ତାହା କାଲି ଅନ୍ୟ କାହାର ହେବ, କାରଣ ପରିବର୍ତ୍ତନ ହେଉଛି ଏ ଦୁନିଆର ନିୟମ। ଯେଉଁ ଲୋକଙ୍କ ବିନା ତୁମେ ଗତକାଲି ପର୍ଯ୍ୟନ୍ତ ବଞ୍ଚିପାରୁନଥିଲ, ଆଜି ତାଙ୍କ ସହିତ ତୁମର କୌଣସି ସମ୍ପର୍କ ହିଁ ନାହିଁ। ତୁମେ ସେମାନଙ୍କ ସହିତ କଥା ମଧ୍ୟ ହେଉନା। ସେସବୁ ଜୀବନବ୍ୟାପୀ ସମ୍ପର୍କ କୁଆଡ଼େ ଗଲା? ସେହି ସମସ୍ତ ବନ୍ଧୁ ଯେଉଁମାନେ ଏକାଠି ବଞ୍ଚିବା ଏବଂ ଏକାଠି ମରିବା ବିଷୟରେ କଥା ହେଉଥିଲେ, ଆଜି ଆମକୁ ଜଣା ହିଁ ନାହିଁ କି ସେମାନେ କୁଆଡ଼େ ଗଲେ। ଏହି ଦୁନିଆ ପରିବର୍ତ୍ତନଶୀଳ। ଏଠାରେ ସମସ୍ତେ ବଦଳୁଛନ୍ତି। ପ୍ରତ୍ୟେକ ସମ୍ପର୍କ ବଦଳୁଛି ଏବଂ ଆମର ଶରୀର ମଧ୍ୟ ପ୍ରତିଦିନ ବଦଳୁଛି। ପିଲାଦିନରୁ ଯୌବନ, ଯୌବନରୁ ବୃଦ୍ଧାବସ୍ଥା ଏବଂ ଗୋଟିଏ ଦିନ ଏହି ଶରୀର ମଧ୍ୟ ଆମକୁ ଛାଡ଼ିଦିଏ। ତେଣୁ ଆମେ ଏଠି କାହା ପାଇଁ କାନ୍ଦିବା ଆଉ କାହା ପାଇଁ ଚିନ୍ତା କରିବା? ଆମେ ଆମର ସାରା ଜୀବନ ସମ୍ପର୍କକୁ, ଜିନିଷକୁ, ଜୀବନକୁ ସୁରକ୍ଷା ଦେବାରେ ଲାଗିଥାଉ। ଆମେ ଆମର ଜୀବନକୁ ନିର୍ମାଣ କରିବା, ସଜେଇବା ଏବଂ ସୁନ୍ଦର କରିବାରେ ଲାଗିଥାଉ। କିନ୍ତୁ ଗୋଟିଏ ଦିନ ସବୁକିଛି ଭାଙ୍ଗିଯାଏ। ଯେଉଁ ସମ୍ପତ୍ତି ଆଉ ସମ୍ପର୍କ ପାଇଁ ଆମେ ସାରା ଜୀବନ ଲଢ଼ିଥାଉ, ଗୋଟିଏ ଦିନ ଆମକୁ ଏ ସବୁକିଛି ଛାଡ଼ିକି ଏ ଦୁନିଆ ଛାଡ଼ି ଚାଲିଯିବାକୁ ପଡ଼ିବ। ଗୀତାର ଦଶମ ଶିକ୍ଷା ଆମକୁ ଶିକ୍ଷା ଦିଏ ଯେ କେବେ ବି କାହା ପ୍ରତି ଅତ୍ୟଧିକ ଆସକ୍ତ ହୁଅ ନାହିଁ। ଶ୍ରୀକୃଷ୍ଣ ଗୀତାର ସମଗ୍ର ଜ୍ଞାନକୁ ଅର୍ଜୁନର ଆସକ୍ତିକୁ ନଷ୍ଟ କରିବା ପାଇଁ କହିଛନ୍ତି। ଏହି ଆସକ୍ତି ହିଁ ବ୍ୟକ୍ତିକୁ ସବୁଠାରୁ ଅଧିକ କନ୍ଦାଏ। ଏହା ଏତେ ଶକ୍ତିଶାଳୀ ଯେ ଏହା ସିଂହ ଭଳି ବ୍ୟକ୍ତିକୁ ମଧ୍ୟ ଶୃଗାଳରେ ପରିଣତ କରିଦିଏ। ଅର୍ଜୁନ ଯୁଦ୍ଧରେ ଦେବତାମାନଙ୍କୁ ମଧ୍ୟ ପରାସ୍ତ କରିଦେଇଥିଲେ, କିନ୍ତୁ ଯୁଦ୍ଧରେ ତାଙ୍କର ଆତ୍ମୀୟମାନଙ୍କୁ ଦେଖିକି ତାଙ୍କ ହାତ ଥରିବାକୁ ଲାଗିଲା। ସେ କହିଲେ, ହେ କେଶବ, ମୋର ଧନୁ ଧରିବା ପାଇଁ ମଧ୍ୟ ଶକ୍ତି ନାହିଁ। ମୋ ହାତ ଥରୁଛି, ମୁଁ ଏ ଯୁଦ୍ଧ କରିପାରିବିନି। ଏହି ଆସକ୍ତି ଏତେ ଯନ୍ତ୍ରଣାଦାୟକ ଯେ ଅନେକ ଲୋକ ଏହାର ଅସହ୍ୟ ଯନ୍ତ୍ରଣା ଯୋଗୁଁ ନିଜ ଜୀବନ ମଧ୍ୟ ଶେଷ କରିଦିଅନ୍ତି, ଆତ୍ମହତ୍ୟା ମଧ୍ୟ କରିଦିଅନ୍ତି କି ମୁଁ ତାଙ୍କ ବିନା ବଞ୍ଚିପାରିବିନି। ଯଦି ଆପଣ ଜୀବନରେ କାହା ସହିତ ଅତ୍ୟଧିକ ଆସକ୍ତ ହେଇଯାଆନ୍ତି, ତେବେ ଆପଣଙ୍କୁ ଜୀବନ ସାରା ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡ଼ିବ। ଯେଉଁ ବ୍ୟକ୍ତି ନିଜ ଆସକ୍ତିରୁ ବାହାରକୁ ନ ଆସନ୍ତି, ଯଦି କେବେ ତାଙ୍କଠାରୁ ସବୁକିଛି ଛଡ଼େଇ ନିଆଯିବ, ସେବେ ତାଙ୍କର ସମସ୍ତ ସୁଖ ଶେଷ ହେଇଯିବ। ସେଥିପାଇଁ ଗୀତାର ଜ୍ଞାନ ବାରମ୍ବାର ଶିକ୍ଷା ଦିଏ ଯେ ମନର ଆସକ୍ତିକୁ ପରିତ୍ୟାଗ କରି ତୁମେ ଶକ୍ତିଶାଳୀ ହେବା ଉଚିତ, ଜ୍ଞାନୀ ହେବା ଉଚିତ, ସତ୍ୟକୁ ଦେଖିବା ଉଚିତ ଯେ ବାସ୍ତବତା କ'ଣ। କାରଣ ଆମର ଆସକ୍ତି ସର୍ବଦା ଆମକୁ ମିଛ ଦେଖାଏ, ମିଛରେ ବିଶ୍ୱାସ କରାଏ ଏବଂ ହୃଦୟରେ ମିଛ ଆଶା ସୃଷ୍ଟି କରେ। ଆଉ ଏହା ଆମର ଦୁଃଖର ସବୁଠାରୁ ବଡ଼ କାରଣ ହେଇଥାଏ। ଆମେ ହିଁ ଲୋକଙ୍କ ସହିତ ଆସକ୍ତ ହେଇଯାଉ, ଆମେ ହିଁ ସେମାନଙ୍କ ଠାରୁ ଆଶା ଭରସା ରଖି ବସିଯାଉ। କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ହେଇଥାଏ। ସାଙ୍ଗମାନେ, ଲୋକମାନେ ସେଇଆ ହେଇନଥାନ୍ତି ଯାହା ଆମେ ମାନିଥାଉ, ଯାହା ଆମେ ବିଶ୍ୱାସ କରିଥାଉ। କାହିଁକି ନା ଆସକ୍ତି କାରଣରୁ ଆମକୁ ସତ୍ୟଟା ଦେଖାଯାଏନି। ଆମେ ଲୋକଙ୍କ ପ୍ରକୃତ ଚେହେରା ଦେଖିପାରିନଥାଉ। ସେଥିପାଇଁ ଗୀତାର ଶିକ୍ଷା ଆମକୁ ଶିକ୍ଷା ଦିଏ ଯେ ଯଦି ତୁମେ ଆନନ୍ଦ ଏବଂ ଖୁସିର ଜୀବନ ବଞ୍ଚିବାକୁ ଚାହୁଁଛ, ତେବେ କେବେ ବି କାହା ପ୍ରତି ଅତ୍ୟଧିକ ଆସକ୍ତ ହୁଅ ନାହିଁ। ଗୀତାର ଏକାଦଶ ଶିକ୍ଷା ହେଉଛି ଯେ ଯଦି ତୁମେ ଏହି ଜଗତକୁ ଆସିଛ, ତେବେ ତୁମେ ନିଶ୍ଚିତ ଭାବରେ ଦୁଃଖର ସମ୍ମୁଖୀନ ହେବ। ତେଣୁ କେବେ ବି ଦୁଃଖକୁ ଭୟ କରନି। ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଯେ ଏହି ଜଗତ ଦୁଃଖର ଘର। ଯେମିତି ଔଷଧାଳୟରେ ଔଷଧ ଉପଲବ୍ଧ ହେଇଥାଏ, ପାଠାଗାରରେ ପୁସ୍ତକ ଉପଲବ୍ଧ ହେଇଥାଏ ଏବଂ ଡାକ୍ତରଖାନାରେ ଚିକିତ୍ସା ଉପଲବ୍ଧ ହେଇଥାଏ, ପ୍ରକୃତରେ ଶ୍ରୀକୃଷ୍ଣ ଏହି ଜଗତକୁ ଏକ ନାମ ଦେଇଛନ୍ତି, ଦୁଃଖାଳୟ, ଯେଉଁଠାରେ ଦୁଃଖ ମିଳେ। ଏଠାରେ ସମସ୍ତଙ୍କ ଜୀବନରେ ଦୁଃଖ ଆସେ, କିନ୍ତୁ ଯଦି ଦୁଃଖ ଆସିଛି ତେବେ ସୁଖ ମଧ୍ୟ ଆସିବ। ତେଣୁ କେବେ ବି ଦୁଃଖକୁ ଭୟ କରିବା ଉଚିତ ନୁହେଁ, କାରଣ ଏହି ଜଗତ ଦୁଃଖପୂର୍ଣ୍ଣ ଏବଂ ନିରାଶାଜନକ। ଏଠାରେ କିଛି ବି ସ୍ଥାୟୀ ନୁହେଁ। ଏଠାରେ ସବୁକିଛି ପରିବର୍ତ୍ତନ ହୁଏ। ଦୁଃଖ ସୁଖରେ ପରିଣତ ହୁଏ,
ଖୁସି ଯନ୍ତ୍ରଣାରେ ପରିଣତ ହୁଏ ଏବଂ କଷ୍ଟ ସୁଖରେ ପରିଣତ ହୁଏ। ବିଜୟ ପରାଜୟରେ ପରିଣତ ହୁଏ, ପରାଜୟ ବିଜୟରେ ପରିଣତ ହୁଏ। ଏଠାରେ ଯେକୌଣସି ସମୟରେ ପରିବର୍ତ୍ତନ ହେଇପାରେ। ଏଠାରେ ସବୁକିଛି ପରିବର୍ତ୍ତନ ହେବାର ଅଛି। ଏଠାରେ କିଛି ବି ପରମାନେଣ୍ଟ ରହିବନି। ତେଣୁ ତୁମର ଦୁଃଖ ମଧ୍ୟ ପରମାନେଣ୍ଟ ରହିବନି। ତେଣୁ ଦୁଃଖକୁ କେବେ ବି ଭୟ କରିବା ଉଚିତ ନୁହେଁ। ଗୀତାର ଏହି ଶିକ୍ଷା ହଜାର ହଜାର ବର୍ଷ ପୁରୁଣା, କିନ୍ତୁ ଆଜି ମଧ୍ୟ ନୂତନ। ସାରା ବିଶ୍ୱରେ ଗୀତା ସବୁଠାରୁ ଅଧିକ ପଢ଼ାଯାଇଛି ଆଉ ସବୁଠାରୁ କମ୍ ବୁଝାଯାଇଛି। ଯଦି କୌଣସି ବ୍ୟକ୍ତି ଶ୍ରୀମଦ୍ ଭଗବତ ଗୀତାର ଏହି ଶିକ୍ଷା ଗୁଡ଼ିକୁ ସଠିକ୍ ଭାବରେ ବୁଝିଯାଏ ଏବଂ ନିଜ ଜୀବନରେ କାର୍ଯ୍ୟକାରୀ କରେ, ସେବେ ଏହା ନିଶ୍ଚିତ ଯେ ସେ ତାଙ୍କ ଜୀବନରେ ଯାହା ଚାହିଁବେ ତାହା ହାସଲ କରିପାରିବେ। ସେ ତାଙ୍କ ଜୀବନର ପ୍ରତ୍ୟେକ ସମସ୍ୟାରୁ ଗୋଟିଏ ମୁହୂର୍ତ୍ତରେ ବାହାରି ଆସିପାରିବେ। ଆମେ ପ୍ରତିଦିନ ବାରମ୍ବାର ଶ୍ରୀମଦ୍ ଭଗବତ ଗୀତାର ଏହି ଦିବ୍ୟ ଶିକ୍ଷା ଶୁଣିବା ଉଚିତ। ଯେତେବେଳେ ଜୀବନରେ କୌଣସି ଚିନ୍ତା କିମ୍ବା ସମସ୍ୟା ଆସେ, ନିଶ୍ଚିତ ଭାବରେ ଥରେ ଏହି ଶିକ୍ଷା ଶୁଣନ୍ତୁ ଏବଂ ନିଜ ମନରେ ଏହି ବିଶ୍ୱାସ ରଖନ୍ତୁ ଯେ ଗୀତାର ଏହି ଶିକ୍ଷା ଆପଣଙ୍କୁ ଆପଣଙ୍କ ଜୀବନର ପ୍ରତ୍ୟେକ ସମସ୍ୟାରୁ ବାହାରକୁ ବାହାରିବାର ରାସ୍ତା ଅବଶ୍ୟ ଦେଖାଇବ।